ମନ୍ଦିରରେ ସୋରିଷ ଫୁଟା ହଉଛି ଡାଲମା ଖାଇ ନାହାନ୍ତି ଆଉ ସୋରିଷ ଫୁଟା ହଉଛି ଏତେ ପାଇଁ ହଳଦୀ ନାହିଁ ଏଥିରେ ଆବେ ହଳଦୀ ପଡିଛି ମଝି ଯାଇ କରିଦିଆ ହବ ଆମର ଏବେ ସବୁ କମ୍ପ୍ଲିଟ୍ ହେଇଗଲା ଏବେ ଖିଆ ଖି ଆରମ୍ଭ ହେଇଯାଇଛି। ତ ସାଙ୍ଗମାନେ ଆଜି ଭୋଜିଭାତ ଟିକେ ଚାଲିଛି ଯେହେତୁ ତୋ ପାଇଁ ଆଜି ହେଉଛି ଶେଷ ଦିନ ତ ଆମର ଟିକେ ଆଜି ଟିକେ ଆୟୋଜନ ହେଉଛି ଭାତ ଡାଲମା ଆଉ ସାଲାଡ଼ର। ସେପଟେ ପୂଜା ଚାଲିଛି ମୁଁ ଏପଟେ ବସେଇ ଦେଇଛି ହଣ୍ଡା। ଆମର ଏଠି ଫାଷ୍ଟ ବସେଇଛି ଡାଲମା ଦେଖନ୍ତୁ ସବୁ ପନିପରିବା ପଡ଼ିସାରିଲା। ଏବେ ତା ଦେହରେ ମୁଁ ଅଦା ରସୁଣ ଖାଲି ଅଦା ରସୁଣ ଖାଲି ଅଦା ମୁଁ ପକେଇ ଦେଇଛି। ତାପରେ ଏଇନା ଡାଲି ପକେଇ ପୁରା ଫୁଟେଇବା ଆଉ ସିଝିବାକୁ କିଛି ସମୟ ଦେବା ତାପରେ କାମ କରିବା ଆଉ ଏଇ ହଣ୍ଡାରେ ହେଇଛି ଆଉ ଜାଳ ପୁରା ଦେଖନ୍ତୁ ଜାଳ ପୁରା ଛୋଟ ଚୁଲି ନା ଯାକୁ ଗୋଟେ ଜାଳ ଭଲ ହିଁ ଦେବାକୁ ପଡ଼ିବ ନହେଲେ ଭାଇ ଫୁଟିବନି। ପିଲାଙ୍କର ପୂଜା ସରିଲା ପରେ ସୁଦ୍ଧା ଆମର ହେଇନଥିବ ଭାତ ଡାଲମା ତ ପିଲାମାନେ ପୁରା ଏକ୍ସାଇଟେଡ୍। ତ ଚାଲନ୍ତୁ ଦେଖି ବାହାରେ ପୁରା ହେଉଛି କ'ଣ ନା କାଲି ରାତି ଯାହା ସଫାସଫି ହେଇଥିଲା ବାହାରେ ଦେଖନ୍ତୁ ଆଉ ଆଗେ ଭାତ ହଉ ତାପରେ ଦେଖି ଡାଲିଟା ପକେଇଦେବା ଆଉ ହଁ ପକେଇଦେବ ବାସ୍ ବାସ ପକେଇଦେବ ତା ଘୋଡ଼େଇକି ଏଇନା ଘଣ୍ଟା ହେଇଗଲେ ଏତିକି ପରିବା ଶଳା କ'ଣ ଗାଁ ଯାକୁ ଖୁଆଇବୁ ନା କ'ଣ କୋଉଠି ଯାହା ହବ ଖାଏ ନହେଲେ ପାଣି ଖାଏ ସେଥିରେ କ'ଣ ମୁଁ ପାଣି ଢାଳି ଦେବି ସେଥିରେ କହୁଛି ଡାଲି ଆଉ ଆଣିଥିଲି ବା 1.5 କିଲୋ ଡାଲି ଆଣିଲି ପରା ହଁ ହଁ ହଉ ଚାଲ ତମେ ଚାଲ ମୁଁ ଭୋଗ ରୋଜା ଦେ ରାତି ତ ଭୋଜି ହବ ଅରୁଆ ଡାଲମା ସାଲଡ଼ ଖାଇବି ସନ୍ଧ୍ୟାବେଳକୁ ଗୋଟେ ବିରାଟ ବଡ଼ ହେଇଯାଏ କରାହବ ବିରାଟ ବଡ଼ 7 ଫୁଟିଆ ଚୁଡ଼ି ସନ୍ଧ୍ୟା କାର୍ଯ୍ୟକ୍ରମ ଦେଖିବେ। ଆମର ଏବେ ହେଇଯାଇଛି ଫାଇନାଲି ଅଧା ଅଧି ପ୍ରାୟ ହେଇସାରିଲାଣି। ଆଉ ଟିକେ ଏବେ ଟିକେ ଛୁଙ୍କ ଜିରା ଫିରା ଫୁଟେଇକି ଛୁଙ୍କଟା ମରା ହବ ଆଉ ଏବେ ଭଜା ଚାଲିଛି ଜିରା ଭଜା ଚାଲିଛି ହେଇଗଲାଣି ହଁ ଏବେ ହେଇଗଲାଣି ଜିରା ଭଜା ହେଇଗଲା ଏ ଶୁଖିଲା ଲଙ୍କା ନା ତାକୁ ଗୋଟେ ଜାଗାକୁ କାଟିଦେବା କି ଶୁଖିଲା ଲଙ୍କା ରାତି ପାଇଁ ପୁରା ବିରାଟ ବଡ଼ ଦୁହୁଡ଼ି ଆଧିରେ କରାହବ ଏ ମାଠିଆରେ ଦେଖିବା କ'ଣ ହେଉଛି ରାତିରେ ବୋବାଲ ହବ ଆଉ କପଡ଼ା ଗୋଟେ ଦରକାର ହଁ ଧଳା ପେନ୍ ସେଇଟା କ'ଣ ମାର୍କର ନାଇଁ ଧଳାର କାହାର ନଥିବ ଗୋଟେ ବିରାଟ ବଡ଼ କଦଳୀ ଗଛ ଆସିବ ହଁ ଗୋଟେ 6-7 ଗୁଟା କଦଳୀ ଅଛି ତାକୁ ହଣା ହେଇଯିବ 2 ସାଇଡ୍ ପୁରା ଆମର ଯୋଉ ଖଜୁରୀର ଗଛ ତାକୁ ପୁରା ସାଇଜ କରି ବନ୍ଧା ହବ ମୁଣ୍ଡରେ ତୁ ଯେମିତି କହୁଛୁ ବୋପା ମା କି ହସା ଦାନ୍ତ ଦେଖାଯାଉଛି ହଁ ଯେ ଲଙ୍କା ଜିରା ଗୁଣ୍ଡ କରେ ଆଉ ନ ଗୁଣ୍ଡ କଲେ ବାଗ ଲାଗେନି ଏନ୍ତା ତ ରୋଜା ଭଲ ଲାଗେ ନା କ'ଣ ସିଲେଇ ବାଟିବା ପାଇଁ ହଁ ବହୁତ ଭଲ ଲାଗେ ଏ ବାପା ମା ଗାଁଉଲି ଜିନିଷ ଲଙ୍କା ମାରେ ସବୁ ପକେନି ଥାଉ ବାସ୍ ଥାଉ ମାନିବ ଏଇଠି ଇଏ କିଛି କରିପାରିବେନି ରିନା ବା ସବୁ ଅରାଜ କରିସାରିଲେ ଅଧା ପଡ଼ି ସାରିଲେ କ'ଣ କରିବ ମାୟାଣୀ ଏ ଝିଅ କହନି ସବୁ ବର୍ବାଦ କରିସାରିଲାଣି ଆମେ ବର୍ବାଦ ତୁ ତ ଛୋଟ ଇଏ ହେମଦସ୍ତାରେ କଲେ ଠିକ ବାସ୍ ଯାହାର ଶିଳ ସିଏ ଜାଣିଛି ନା ରିନା ଦେଖିଲ ଆଖପା ତୁ ଜାଣିଛୁ ତୁ ପ୍ଲେନ୍ ତୁ ବାଡ଼େଇ ଦେଇଛୁ ନା ଆଉ ହିନ୍ତି କ'ଣ କରୁଛୁ ଷ୍ଟାଇଲରେ ହାତରେ ମାନୁ ହଁ ଏଇ ଡଙ୍କି ଅଛି ଡଙ୍କି ନଉନୁ ଆମଟା ଆଜି ମୁଁ କରୁଛି ଫାଷ୍ଟ ଟାଇମ୍ ଯଦି ବୋବାଲ ହବା ଦରକାର ନା କ'ଣ ନହେଲେ ଯାହା ଜିନିଷ ଖାଇବ ହଁ ଅଦା କଞ୍ଚା ଲଙ୍କା ଫାଷ୍ଟ ପୁରା ଅଦା କଞ୍ଚା ଲଙ୍କା ପୁରା ଗ୍ରାଇଣ୍ଡିଙ୍ଗ କରାକି ଆଗେ ଡାଲମାରେ ଦିଆହେଲା କ'ଣ କରିଛି ତୋର ଯୋଉ କେମ୍ପା ହାତ ଗନ୍ଧେଇଲା ଚଳେ ସୋରିଷ ତେଲ ଗୋଟେ ଆଣିଥିଲି ଯେ ସେଟା କ'ଣ ମନା କରୁଛନ୍ତି ସୋରିଷ ତେଲ କ'ଣ ରସୁଣ ପଡ଼ିକି ଗ୍ରାଇଣ୍ଡିଙ୍ଗ ହେଇକି ହେଉଛି ସୋରିଷ ତେଲ ଅଛି ରିଫାଇନ୍ ତେଲ ହବ ଆଉ ପକେଇ ସବୁ ତେଲ ପକେଇ ଆଉ ତେଲ ଟିକେ ନହେଲେ ହବନି ନା ଟମାଟୋ ଇଏ ମତେ ପୁଣି ରୋଷେଇ ଶିଖିଏ ହଁ ରୋଷେଇ ସେ ଜିରା ପକା ଆଲୋ ମୁଁ ହଁ ପକା ବାସ୍
ଭୋଜି କିଛି ହେଲେ ହବ ଏଇ ଏଟା ମନ୍ଦିରରେ ସୋରିଷ ଫୁଟା ହଉଛି ଡାଲମା ଖାଇନାହାନ୍ତି ଆଉ ସୋରିଷ ଫୁଟା ହଉଛି ତେଲ ଖାଆନ୍ତିନି କଳିବନି ଫୁଟିବାକୁ ଗଣେ ପଳେଇଯିବ ବାରେ ବୋପା ମା ମସଲା ମସଲି କିଛି ପଡୁନି ବା ଆଉ ତୁ କାଇଁ ଢଙ୍କ ପାଣି ହବ ତୁ କଣ ଏମିତି ହଉଛ ସାଲା ନିଜେ କରିକି ନିଜେ ଖାଇବୁ ସାଲା ଏମିତି କାଇଁ ହଉଛି ଇଏ ସାଲା ସାତ ଦିନ ହାଁ ଏତେ ପାଣି ହଳଦୀ ନାହିଁ ଏଥିରେ ଆବେ ହଳଦୀ ପଡିଛି କଦଳୀ 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 ମାର ଖାଇଛି ଏ ସେଥିରେ କିଛି କଥା ତୁ ପକଉନୁ କାଇଁ ସାଲା ଏଇ ଆଗେ ଅମୁଗଲିଆ କରିସାରିଲି ଇଏ ସାଲା ତପିଟା ଆଗେ ଅମୁଗଲିଆ କରିଦେଲା ସେ ନା ବସିବ ଭଣୁ ଆଉଥରେ ଚୁଲିରେ ବସେଇଲେ କଞ୍ଚା ଏରା ପଡିବ ବା ଏରା ପକେଇ ପୁଣି ଆଉ ଗୋଟେ ବିରାଟ ବଡ଼ ସାତପଟିଆ ଆଣିବା ଆଲୋ ଆମ୍ବ ଗଛ କ'ଣ ଦେଖୁଛ ଏ ଆମ୍ବ ଗଛ କ'ଣ ଦେଖୁଛ ହେଇଠି କହିଲେ କମଳାକୁ ନଜର ପକେଇଲେନି ଦେଖ ଆରେ ହେଇରେ ତଳୁ ହାଣିଲ ଝିଅ ହଁ ଏରା କି ଝାଡୁ ସେଟା ପନିକିରେ କେମିତି ହାଣୁଛି ଦେଖୁନ ହଲେ ତୁ ଦିହା ଧୀରେ ତୁ କାଟିଥିଲୁ ପନିକିରେ କ'ଣ ଆଣୁଛୁ ଆଲୋ ପନିକିରେ କ'ଣ ଆଣୁଛୁ ଯେ ଅନେଇକି ଏଇଠି କରିକି ନୁଟିକି ନେଇକି ଚାଲିବ ବାସ୍ ହେଇଗଲା ଏମିତି ହିଁ କାଟିବୁ ନା ହଁ ଗୋଟେ ବଡଟେ କାଟ ପୁରା ଉଠି ଚାଲ ରେଡି ହେଇଗଲା ବର୍ତ୍ତମାନ ଏଇଟା ହବ ଯେ ଆଜରେ ମାଠି ରହିବନି ଏଠି ଗୋଟେ ଭୋଜିଟେ ହଉଛି ଆଜି ଖୁଦୁରୁକୁଣୀ ତା ରଚନା ଲେଖିନି କାଢିଦବା ଏବେ ହଣ୍ଡା ତ ଫ୍ରେଣ୍ଡସ୍ ଆମର ଏବେ ଡାଲମା ଏବେ ରେଡି ହେଲା ଡାଲମା ତାପରେ ଏବେ ଭାତ ବସା ତୁ ଆମର ଏବେ ହେଇଗଲା ଭାତ ତାକୁ ଏବେ ଗାଳି ଦେବା ତ ଫ୍ରେଣ୍ଡସ୍ ଏବେ ଆମର ଭାତ ହେଇଗଲା ତାପରେ ଏବେ ସାଲଡ ଭାତ ଡାଲମା ସବୁ ଭାତ ପୁରା ରେଡି ସାଲଡ ପାଇଁ ଆୟୋଜନ ଚାଲିଛି କଟାକଟି ପିଲା ଆମର କାଟୁଛନ୍ତି ଚାଲ ଛାତପୁର ନେଇକି ଚାଲ ଆମର 10-15 ଜଣ ହେଲେ ହେଇଗଲା କଦଳୀ ପତ୍ର ଆକୁ ନେଇକି ଛାତପୁର ଯିବା ହେରି ଆଉ ଛାତଟା ଦେଖୁନ ପୁରା ନଣ୍ଡା ଛାତ ପୁରା ନାଣ୍ଡି ହେଇଯାଇଛି ଛାତଟା ଯେ ଭାଇ ଭୋଜି ସରିଗଲା ପରେ ଆଉ ମତେ କିଛି କହିବେନି ଏଇ 3 ଜଣ ଟି ଆଉ କେହି ନାହାନ୍ତି ତମେ ମାନେ ବସୁନ ତମେ ବସ ଏ ବାପା ମା ଏଇଟାକୁ ଆଗ କାଙ୍ଗାଳି ଭୋକ ଆଗ ଆଜି ଲୋକଙ୍କୁ ଦବାକୁ ତମ ପାଖେ ହଉନି ସମୟ ନା ଏଇଟା ମୁଁ ଗାଇ ଦେଇଛି ଏଇଟା ମୋ ଭିଡିଓ ପାଇଁ लिपस्टिक मारी जो फैशन दे पिंटू की दे देबे पिंटू 500 के देबे दे तू न देबे मत कहू अरे मत पॉलिथिन दियो पॉलिथिन देले 500 के वीडियो खाली न दियोनी रो मुले कदली पत्तर चिरे अरे खाली ए आज समत मुहर गोबर नेपिकी सब आई गुहर सांग मानकर सरी जाइए खुदुरुकुणी ओषा आज आज ए वर्ष में खत्म हो जाइए मुनू आम खोल जिनस पत्र काढ़ कौन कर बहुत दुख कांदी कांदी गड़ी गले पिला सांग मैंने आमर देखिए आम हूँ ऊपर से आप देखो आमर केमती आम सजाई आसत मजी जाई टक्कर दिया मुना आस मुना आस भल लगे तो वीडियो पूरा फुल देखो आ वीडियो को सब्सक्राइब करूँ निहाती करूँ।